ए दुनिया को जदि आमे गोटे मଣିଷ ବୋଲି ଭାବିବା ତାହେଲେ ଏହାର ଫୁସଫୁସ ହେବ ଆମାଜନ ଜଙ୍ଗଲ। କାରଣ ଏହାକୁ ଅମ୍ଳଜାନର କେନ୍ଦ୍ର ବୋଲି କୁହାଯାଏ। ଆଉ ଆଜି ଜାଣିବା ଏହି ଆମାଜନ ଜଙ୍ଗଲର ପୁରା ରହସ୍ୟ। ଆମାଜନ ଜଙ୍ଗଲ ଭିତରେ ଥିବା ଦୁନିଆ ବିଷୟରେ ଆଜି ଆମେ ଜାଣିବା, ଯାହାକି ବାହାର ଦୁନିଆଠୁ ରହିଛି ସମ୍ପୂର୍ଣ୍ଣ ଭିନ୍ନ। କେବଳ ଭଲ ବାତାବରଣ ନୁହେଁ, ବରଂ ଆମାଜନରେ ସ୍ୱଚ୍ଛ ପାଣି ମଧ୍ୟ ମିଳିଥାଏ। ଏହି ଜଙ୍ଗଲ ଦେଇ ଯାଇଥିବା ନଦୀ ଆମାଜନ ନଦୀ ମଧ୍ୟ କେଉଁ ଛୋଟ ମୋଟ ନଦୀ ନୁହେଁ। କୁହାଯାଏ ଯଦି କେହି ଏ ଜଙ୍ଗଲରେ ଥରେ ବାଟବଣା ହୋଇଯାଏ ତେବେ ସେ ଆଉ ଫେରିବା ଅସମ୍ଭବ। ଆପଣମାନେ ଦୁନିଆର ବିଭିନ୍ନ ଜଙ୍ଗଲ ବିଷୟରେ ଶୁଣିଥିବେ। ସେଥିମଧ୍ୟରୁ ଅନେକ ଜଙ୍ଗଲ ସୁନ୍ଦର ଥାଏ ତ ଆଉ କିଛି ଭୟାନକ ଥାଏ, ଆଉ କିଛି ରହସ୍ୟରେ ଭରପୁର ଥାଏ। ସେହି ଆମାଜନ ଜଙ୍ଗଲ ହେଉଛି ରହସ୍ୟରେ ଭରା। ଏହି ଆମାଜନ ଜଙ୍ଗଲକୁ ରହସ୍ୟମୟୀ ଭୟଙ୍କର ଜଙ୍ଗଲ ମଧ୍ୟ କୁହାଯାଏ। ଏହି ଜଙ୍ଗଲକୁ ସବୁଠାରୁ ବର୍ଷା ବହୁଳ ଜଙ୍ଗଲ ଭାବରେ ମଧ୍ୟ ଜଣାଯାଏ, କାରଣ ଏହି ଜଙ୍ଗଲରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ। ଏହି ରହସ୍ୟମୟ ଭୟଙ୍କର ଜଙ୍ଗଲରେ ରହିଛନ୍ତି ସମସ୍ତ ବିଷଧର ଜୀବଜନ୍ତୁ। ଜଙ୍ଗଲର ଉପକାରିତା ବିଷୟରେ ତ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହି ଜଙ୍ଗଲର ଉପକାରିତା ପୃଥିବୀ ପାଇଁ ବିଶେଷ ଭାବେ ରହିଛି। ଏଠାରେ ବିଭିନ୍ନ ପ୍ରକାରର ଗଛଲତା ରହିଛନ୍ତି, ଯେଉଁମାନଙ୍କୁ ଦେଖିଲେ ଲାଗେ ଏମାନେ ପ୍ରକୃତରେ ଆମ ଦୁନିଆର ନୁହନ୍ତି, ଅନ୍ୟ କେଉଁ ଦୁନିଆ ତଥା ସମାଜ ସହିତ ଜଡ଼ିତ ଅଛନ୍ତି। ଅନେକ ବିଷାକ୍ତ ଗଛ ମଧ୍ୟ ଆପଣ ଏଠାରେ ରହିଥିବାର ଦେଖିବାକୁ ପାଇବେ। ଏଠାରେ ଅନେକ ବିଷାକ୍ତ ଗଛ ଏଭଳି ମଧ୍ୟ ରହିଛି ଯାହା ମଣିଷଙ୍କୁ ମାରିଦିଏ। ଆମାଜନର ପରିବେଶ ବିଶ୍ୱର ସବୁଠାରୁ କଠିନ ଅଟେ। ଆମାଜନ ଜଙ୍ଗଲରେ ଅହରହ ବର୍ଷା ହୋଇଥାଏ। ଚାଲନ୍ତୁ ଜାଣିବା ଏହି ଜଙ୍ଗଲ ବିଷୟରେ ପୁରା ଡିଟେଲରେ। ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ ହେଉଛି ଆମାଜନ ଜଙ୍ଗଲ। ଯଦି ଆମେ ସାରା ପୃଥିବୀର କଥା କହିବା, ଏହି ଜଙ୍ଗଲ ସାରା ପୃଥିବୀର ହୃଦୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏହି ଜଙ୍ଗଲରୁ 20% ଅମ୍ଳଜାନ ବାହାରିଥାଏ, ଯେଉଁଥିରେ ପୃଥିବୀର ସମସ୍ତ ଜୀବ ଏଥିରୁ ନିଶ୍ୱାସ ପ୍ରଶ୍ୱାସ ନେଇଥାନ୍ତି। ତେଣୁ ଚିନ୍ତା କରନ୍ତୁ ତ ଏହି ଜଙ୍ଗଲର ରହସ୍ୟ ବାବଦରେ ଆମ ମଣିଷ ସମାଜ ଜାଣିବା କେତେ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ଏ ଜଙ୍ଗଲ ନ ରହିଲେ ମଣିଷ ସମାଜ ତଥା ଜୀବଜନ୍ତୁ ବଞ୍ଚିବା ବହୁତ କଷ୍ଟ ହୋଇଯିବ, କାରଣ ବଞ୍ଚିବା ପାଇଁ ତ ଅକ୍ସିଜେନ ନିହାତି ଜରୁରୀ। କୁହାଯାଏ ଯେ ଆଜିଠାରୁ 5000 କୋଟି ବର୍ଷ ପୂର୍ବେ ଏହି ରହସ୍ୟମୟ ଜଙ୍ଗଲ ନିଜର ଅସ୍ତିତ୍ୱ ପାଇଥିଲା, ମାନେ ଯେତେବେଳେ ଆମ ପୃଥିବୀରୁ ଡାଇନୋସର ମାନଙ୍କର ସଂଖ୍ୟା ହ୍ରାସ ପାଇବାକୁ ଲାଗିଥିଲା। ଜଙ୍ଗଲର ଅବସ୍ଥିତି ବିଷୟରେ ଯଦି ଆମେ ଆଲୋଚନା କରିବା, ତେବେ ଏହି ଜଙ୍ଗଲର ମୋଟ କ୍ଷେତ୍ରଫଳ ହେଉଛି 55 କିଲୋମିଟର ବର୍ଗଫଳ। ଆମ ଦେଶର କ୍ଷେତ୍ରଫଳ ହେଉଛି 32 ଲକ୍ଷ ବର୍ଗ କିଲୋମିଟର। ତେଣୁ ଏହା ଆମ ଦେଶର କ୍ଷେତ୍ରଫଳ ଦୃଷ୍ଟିରୁ ବହୁତ ବଡ଼ ଅଟେ। ଜଙ୍ଗଲର ଅବସ୍ଥିତି ବିଷୟରେ ଯଦି କଥା ହେବା, ତାହେଲେ ଆମ ଭାରତ ପାଖରେ ରହିଛି ଆରବିଆନ ସି। ଏହାର ପାଖକୁ ଆସିଛି ଆଫ୍ରିକା ମହାଦେଶ ଏବଂ ତା ପାଖକୁ ରହିଛି ଆଟଲାଣ୍ଟିକ ମହାସାଗର। ଏହାପରେ ଆସିଥାଏ ସାଉଥ ଆମେରିକା, ଯେଉଁଠାରେ ରହିଛି ବ୍ରାଜିଲ। ଆଉ ଏହି ବ୍ରାଜିଲରେ ଅବସ୍ଥିତ ଆମ ଦୁନିଆର ଏହି ରହସ୍ୟମୟ ଜଙ୍ଗଲ ଆମାଜନ। ଆମାଜନ ଜଙ୍ଗଲ ଏତେ ବଡ଼ ଜଙ୍ଗଲ ଯେ ଏହା ପ୍ରାୟ 9ଟି ଦେଶକୁ ବ୍ୟାପିଛି। ଏହାର ସବୁଠାରୁ ବଡ଼ ଭାଗ ବ୍ରାଜିଲରେ ରହିଛି, ଯାହାକି 60%। ଏହା ବାଦ ପେରୁରେ ରହିଛି 13% ଏବଂ କଲମ୍ବିଆରେ ରହିଛି ମାତ୍ର 10%। ଏପରି ଭାବରେ ଆଉ 6ଟି ଦେଶକୁ ଏହି ଜଙ୍ଗଲ ଲାଗିଛି। ସେମାନେ ହେଲେ ବଲିଭିଆ, ଇକ୍ୱେଡର, ଗୁଆନା, ସୁରିନେମ, ଭେନେଜୁଏଲା ଏବଂ ଫ୍ରେଞ୍ଚ ଗୁଆନା। 4000 କୋଟିରୁ ଅଧିକ ଗଛ ଆପଣ ଏଠାରେ ଦେଖିବାକୁ ପାଇବେ। ଏଠାରେ ଉପସ୍ଥିତ ଥିବା ଗଛଗୁଡ଼ିକ ଏତେ ଘଞ୍ଚ ଆଉ ଏତେ ଉଚ୍ଚ ଯେ ମାଟିରେ ଖରା ପଡ଼ିବା ମଧ୍ୟ ସମ୍ଭବ ହୁଏ ନାହିଁ। ତେବେ ଏଠାରେ କେଉଁ ପ୍ରଜାତି ସବୁ ଅଛନ୍ତି ଚାଲନ୍ତୁ ଜାଣିବା। କୀଟ ପ୍ରଜାତି ଅଛନ୍ତି ପ୍ରାୟ 25 ଲକ୍ଷ, ପକ୍ଷୀ ପ୍ରଜାତି ଅଛନ୍ତି ପ୍ରାୟ 1300, ସ୍ତନ୍ୟପାୟୀ ପ୍ରଜାତି ଅଛନ୍ତି ପ୍ରାୟ 426, ଉଭୟଚର ପ୍ରଜାତି ଅଛନ୍ତି ପ୍ରାୟ 430 ଏବଂ ସରୀସୃପ ପ୍ରଜାତି ଅଛନ୍ତି ପ୍ରାୟ 380। ଜଙ୍ଗଲଟି 5.5 ବିଲିୟନ ସ୍କୋୟାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ତେଣୁ ଆପଣ ଅନୁମାନ କରିପାରୁଥିବେ ଯେ ଏହି ଜଙ୍ଗଲ କେତେ ବଡ଼ ହୋଇଥାଇପାରେ। ଆହୁରି ମଧ୍ୟ ଏହି ଜଙ୍ଗଲଟି ଆମ ପୃଥିବୀର ପାଖାପାଖି 4% ଜାଗାରେ ବିଛେଇ ହୋଇ ରହିଛି। ଆମାଜନ ନଦୀ ମଧ୍ୟ ଏହି ଆମାଜନ ଜଙ୍ଗଲ ମଧ୍ୟରେ ହିଁ ବହିଛି।
ଏହା ହେଉଛି ଆମ ପୃଥିବୀର ସବୁଠାରୁ ଲମ୍ବା ନଦୀ। ଆଉ ଯଦି ଆମେ ପାଣିର ପରିମାଣ ବିଷୟରେ କଥା ହେବା, ତେବେ ଦୁନିଆର 20% ନଦୀର ପାଣି ସମୁଦ୍ରରେ ନ ମିଶି ଏହି ନଦୀରେ ମିଶିଥାନ୍ତି। ବର୍ଷା ଦିନେ ଏହି ନଦୀ ଏତେ ବଡ଼ ହୋଇଯାଏ ଯେ ଦେଖିଲେ ଲାଗିବ ଯେମିତି ଏହା ନଦୀ ନୁହେଁ, ଏକ ସମୁଦ୍ର। ଏହି ଜଙ୍ଗଲରେ 30,000ରୁ ଅଧିକ ପୋକ ରହିଛନ୍ତି। ଏହି ନଦୀରେ ପ୍ରାୟ 5,000ରୁ ଅଧିକ ପ୍ରକାରର ମାଛ ରହିଛନ୍ତି। ଆଉ ଏହି ଜଙ୍ଗଲରେ 4,000ରୁ ଅଧିକ ପ୍ରଜାତିର ବୁଢ଼ିଆଣୀମାନେ ଦେଖାଯାଆନ୍ତି। ଭୟଙ୍କର ଜୀବଜନ୍ତୁ ମଧ୍ୟ ଏହିଠାରେ ଅଛନ୍ତି। ଚାଲନ୍ତୁ ଜାଣିବା ସେମାନଙ୍କ ବିଷୟରେ। ପ୍ରଥମରେ ତ ବୁଲେଟ୍ ଆଣ୍ଟ। ବୁଲେଟ୍ ଆଣ୍ଟ ହେଉଛନ୍ତି ଆମାଜନ ଜଙ୍ଗଲରେ ଦେଖାଯାଉଥିବା ଏକ ଭୟାନକ ପିମ୍ପୁଡ଼ି। ସେମାନଙ୍କର ଆକାର ଛୋଟ ହୋଇଥାଏ, କିନ୍ତୁ ଏମାନଙ୍କୁ ବୁଲେଟ୍ ଆଣ୍ଟ କୁହାଯାଏ କାରଣ ଏମାନେ ଯାହାକୁ କାମୁଡ଼ନ୍ତି ଗୁଳି ବାଜିଲା ଭଳି କଷ୍ଟ ହୋଇଥାଏ। ଏହି ପିମ୍ପୁଡ଼ି ମଣିଷକୁ କାମୁଡ଼ିବା ମାତ୍ରେ ମଣିଷ ସାଙ୍ଗେ ସାଙ୍ଗେ ବେହୋସ ହୋଇଯାଏ। ବିଷଧର ବେଙ୍ଗ ବିଭିନ୍ନ ପ୍ରକାରର ରଙ୍ଗରେ ସଜ୍ଜିତ ହୋଇଥାନ୍ତି। ଯଦି ଆପଣ ସେ ବେଙ୍ଗକୁ ଧରିବା ପାଇଁ ପ୍ରୟାସ ମଧ୍ୟ କରନ୍ତି, ତେବେ ତାହା ଭୁଲ ହେବ, କାରଣ ଏହି ବେଙ୍ଗ ଭିତରେ 10 ଜଣଙ୍କୁ ମାରିବା ଭଳି ବିଷ ରହିଛି। ଏହି ବେଙ୍ଗମାନଙ୍କୁ ଯେଉଁ ଜୀବଜନ୍ତୁମାନେ ବି ଶିକାର କରିଥାନ୍ତି, ସେମାନଙ୍କର ବି ମୃତ୍ୟୁ ହୋଇଯାଏ। ଆନାକୋଣ୍ଡା। ଫିଲ୍ମରେ ଦେଖିବାକୁ ମିଳୁଥିବା ଏହି ଆନାକୋଣ୍ଡା ସାପ ପ୍ରକୃତରେ ଏହି ଜଙ୍ଗଲରେ ହିଁ ବାସ କରନ୍ତି। ଆଉ ଆମାଜନ ନଦୀରେ ଆନାକୋଣ୍ଡା ରହିଛନ୍ତି। ତାଙ୍କ ପାଖରେ ଏତେ ଶକ୍ତି ଅଛି ଯେ ସେ ଗୋଟିଏ ଜୀବନ୍ତ ମଣିଷକୁ ମଧ୍ୟ ଏକାଥରେ ଗିଳି ଦିଅନ୍ତି। ଆପଣମାନେ ଜାଣିଥିବେ ଯେ ସମାଜରେ କେବଳ ଏହି ସାପମାନଙ୍କର ହିଁ ବିଷ ନଥାଏ, କିନ୍ତୁ ଗୋଟିଏ ଗାଈକୁ ଗିଳି ତାକୁ ହଜମ କରିବାର ଶକ୍ତି ଏମାନଙ୍କ ଭିତରେ ହିଁ ରହିଛି। ସାପମାନଙ୍କର ଲମ୍ବ 20ରୁ 30 ଫୁଟ ରହିଥାଏ। ଏମାନେ ସନ୍ତସନ୍ତିଆ ଜାଗା ତଥା ବଣବୁଦାରେ ଲୁଚି ରହିଥାନ୍ତି। ଗରମ ପାଣିର ନଦୀ ମଧ୍ୟ ଏହିଠାରେ ରହିଛି। ଏକ ଆଶ୍ଚର୍ଯ୍ୟ କଲା ଭଳି ଜିନିଷ ଯାହା ସମାଜରେ ବହୁତ କମ୍ ଦେଖାଯାଏ, ତାହା ହେଉଛି ଗରମ ପାଣିର ନଦୀ। ଆଜ୍ଞା ହଁ, ଏହି ଜଙ୍ଗଲ ମଧ୍ୟରେ ଏପରି ନଦୀ ରହିଛି ଯାହାର ପାଣି ଗରମ ପାଣି ଭଳି ଫୁଟୁଥାଏ। ଏହି ନଦୀର ପାଣି ସବୁବେଳେ 100 ଡିଗ୍ରୀ ତାପମାତ୍ରାରେ ଫୁଟୁଥାଏ। ଜଙ୍ଗଲରେ ବାସ କରୁଥିବା ଆଦିମ ଅଧିବାସୀମାନେ ଏହି ନଦୀକୁ ସ୍ୱର୍ଗର ଦ୍ୱାର ବୋଲି କୁହନ୍ତି, କାରଣ ଏଠାରେ କୌଣସି ଯଦି ଆଦିବାସୀଙ୍କର ମୃତ୍ୟୁବରଣ ହୋଇଯାଏ, ତେବେ ସେମାନେ ଏହି ଗରମ ପାଣିରେ ସେହି ମୃତ ଶରୀରକୁ ଭସାଇ ଦିଅନ୍ତି। ସେମାନଙ୍କର ଏହା ପରମ୍ପରା ରହିଛି। ତାଙ୍କର ବିଶ୍ୱାସ ଅଛି ଯେ ଏହି ନଦୀରେ ଫୋପାଡ଼ିବା ପରେ ସେହି ଆତ୍ମାର ସଦ୍ଗତି ହୋଇଥାଏ। ଏହି ଜଙ୍ଗଲରେ ଆପଣ ଜାଗୁଆରକୁ ଦେଖିବାକୁ ପାଇବେ। ଏହି ଜଙ୍ଗଲରେ ରହିଛନ୍ତି ବଳବାନ ଜାଗୁଆର ତଥା ଚିତାବାଘ। ସେ ଜଙ୍ଗଲରୁ ଅନ୍ୟ ଜୀବଜନ୍ତୁଙ୍କୁ ମାରି ଗୋଟିଏ ସେକେଣ୍ଡରେ ଖାଇଦିଅନ୍ତି। ଏହି ଆମାଜନ ଜଙ୍ଗଲରେ ଭୟାନକ ପକ୍ଷୀମାନେ ମଧ୍ୟ ରହିଛନ୍ତି, ଯେଉଁମାନଙ୍କର ଲମ୍ବ ପ୍ରାୟ 3ରୁ 4 ଫୁଟ ହେବ। ଏମାନେ ନିଜ ଶତ୍ରୁକୁ ସଙ୍ଗେ ସଙ୍ଗେ ଶିକାର କରିଥାନ୍ତି। ଏମାନଙ୍କର ପଞ୍ଝା ଏତେ ଶକ୍ତ ହୋଇଥାଏ ଯେ ନିଜ ଶକ୍ତିଠାରୁ ଆହୁରି 3 ଗୁଣା ଶକ୍ତିର ଜୀବଜନ୍ତୁକୁ ଉଠେଇ ନେଇପାରନ୍ତି, ଯାହାର ଓଜନ 6ରୁ 8 କେଜି ହେବ। ୱାଣ୍ଡରିଂ ସ୍ପାଇଡର। ଏହି ସ୍ପାଇଡରମାନଙ୍କର ବିଷ ସବୁଠାରୁ ସକ୍ରିୟ ଅଟେ। ଯେତେବେଳେ ଏମାନଙ୍କୁ ଲାଗେ କୌଣସି ବିପଦ ଏମାନଙ୍କ ପାଖକୁ ଆସୁଛି, ହଠାତ୍ ଏମାନେ କାମୁଡ଼ି ପକାନ୍ତି। ଏମାନଙ୍କ ବିଷ ଯୋଗୁଁ ଶରୀର ହଠାତ୍ କଳା ପଡ଼ି ମୃତ୍ୟୁବରଣ ହୋଇଯାଏ। ଏହାପରେ ରହିଛନ୍ତି ପିରାନା। ଆମାଜନ ନଦୀରେ ଏକ ପ୍ରକାରର ମାଛ ରହିଛନ୍ତି ଯାହାକୁ ନାଲି ପେଟ ପିରାନା ବୋଲି କୁହାଯାଏ, କାରଣ ଏମାନଙ୍କ ପେଟର ରଙ୍ଗ ନାଲି ରହିଥାଏ। ଏହି ମାଛମାନେ ଏତେ ଭୟଙ୍କର ଯେ ଏମାନେ ସବୁ ଜୀବଜନ୍ତୁକୁ ଖାଇଦିଅନ୍ତି। ଏମାନଙ୍କର ଶକ୍ତ ଦାନ୍ତ କାରଣରୁ ଏମାନେ ଏଭଳି ଭାବେ ଆଚରଣ କରିଥାନ୍ତି। ଏହାପରେ ନଦୀରେ ରହିଛନ୍ତି ଇଲେକ୍ଟ୍ରିକ୍ ଇଲ୍। ଏହା ଏକ ପ୍ରକାରର ମାଛ। ଏମାନଙ୍କ ଶରୀରରେ ବୈଦ୍ୟୁତିକ ଟିସୁ ଥିବାରୁ ଏମାନେ ବହୁତ ଶକ୍ତିଶାଳୀ ଅଟନ୍ତି। ଶିକାରୀକୁ ଅଟକେଇ ରଖିବା ପାଇଁ 600 ମିଟର ପର୍ଯ୍ୟନ୍ତ ବୈଦ୍ୟୁତିକ ଚାର୍ଜ ଦେଇ ଝଟକା ଦେଇପାରନ୍ତି। ତେବେ ସବୁଠାରୁ ମୁଖ୍ୟ କଥା ହେଉଛି ଏହି ଆମାଜନ ନଦୀରେ ବ୍ରିଜ ନାହିଁ। ସବୁ ନଦୀ ଅପେକ୍ଷା ଏହି ନଦୀ ହେଉଛି ଏକ ରହସ୍ୟମୟ ନଦୀ, ଯେଉଁ ନଦୀରେ ଆପଣ ଗୋଟିଏ ବି ବ୍ରିଜ ଦେଖିବାକୁ ପାଇବେ ନାହିଁ। ବ୍ରିଜ କାହିଁକି ନାହିଁ, ଏହାକୁ ନେଇ ମୁଁ ଅଲରେଡି ଏକ ଭିଡ଼ିଓ ପୋଷ୍ଟ କରିସାରିଛି। ଯେଉଁମାନେ ଜାଣିବାକୁ ଚାହୁଁଛନ୍ତି, ଡେସ୍କ୍ରିପସନରେ ଲିଙ୍କ ରହିଛି, ଯାଇ ଦେଖିନିଅନ୍ତୁ। ଏହି ନଦୀ 6,200 କିଲୋମିଟରରୁ 7,000 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଆୟତନ ହିସାବରେ ମଧ୍ୟ ଦୁନିଆର ସବୁଠାରୁ ବଡ଼ ନଦୀ ଆମାଜନ ନଦୀ ଅଟେ, କିନ୍ତୁ ଲମ୍ବା ଅନୁସାରେ ନୀଳ ନଦୀ ପରେ ଏହା ଦ୍ୱିତୀୟ ବୃହତ୍ତମ ନଦୀ ଅଟେ। ଏଥିରେ ଥିବା ସାପମାନେ ବହୁତ ଭୟାନକ ହୋଇଥାନ୍ତି। କେବଳ ସାପ ନୁହେଁ, ଏହି ନଦୀରେ ରହୁଥିବା ମାଛମାନେ ମଧ୍ୟ ବହୁତ ଭୟଙ୍କର। 5,000 ଊର୍ଦ୍ଧ୍ୱ ପ୍ରଜାତିର ମାଛ ଏହି
ନଦୀରେ ଦେଖାଯାଆନ୍ତି। ଏହି ଆମାଜନ ନଦୀ ବ୍ରାଜିଲ, ପେରୁ, କଲମ୍ବିଆରେ ମୁଖ୍ୟତଃ ବହିଥାଏ। ଏହା ପେରୁର ଆଣ୍ଡିସ୍ ପର୍ବତମାଳାରୁ ବାହାରି ଆଟଲାଣ୍ଟିକ୍ ମହାସାଗରରେ ଯାଇ ମିଶିଛି। ଏଥିରେ 1100ରୁ ଅଧିକ ଶାଖା ନଦୀମାନ ମିଶିଛି। ଆମାଜନ ନଦୀ ଯେଉଁ ଶାଖା ଦେଇ ବହିଯାଇଛି ସେ କୂଳରେ 3000ରୁ ଅଧିକ ଲୋକ ବସବାସ କରୁଛନ୍ତି। ସାଧାରଣତଃ ଡଙ୍ଗା, ଜାହାଜ, ସିଫ୍ଟ ଆଦିକୁ ବ୍ୟବହାର କରି ଅନ୍ୟ ଜାଗାକୁ ନିଜର ବାଣିଜ୍ୟ ପାଇଁ ଯାଇଥାନ୍ତି। ଏଠାରେ ଲୋକମାନେ ନଦୀକୁ ହିଁ ଯିବା ଆସିବାର ପଥ ବୋଲି ଗ୍ରହଣ କରିନେଇଛନ୍ତି। ତେବେ ଆମାଜନ ଜଙ୍ଗଲରେ ବିଭିନ୍ନ ପ୍ରକାରର ବିଚିତ୍ର ଆଦିବାସୀ ଜନଜାତି ବାସ କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଆଦିବାସୀ ବାହାର ଲୋକଙ୍କ ସହିତ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ଅନେକ ଜନଜାତି ଜଙ୍ଗଲ ମଧ୍ୟରେ ଲୁଚି ରହିଥାନ୍ତି, ଯେଉଁଥିପାଇଁ ଆଜି ପର୍ଯ୍ୟନ୍ତ ତାଙ୍କୁ କେହି ବି ଦେଖିପାରି ନାହାନ୍ତି। ତାଙ୍କ ବିଷୟରେ କିଛି ବି କାହାକୁ ଜଣା ନାହିଁ। ଆଉ କେତେକ ଆଦିବାସୀ ବାହାର ଲୋକଙ୍କୁ ଦେଖିଲେ ଆକ୍ରମଣ ମଧ୍ୟ କରିଥାନ୍ତି, କାରଣ ତାଙ୍କ ଜଙ୍ଗଲ ଦୁନିଆକୁ ବାହାର ଲୋକ ଆସିବାକୁ ସେମାନେ କେବେ ବି ପସନ୍ଦ କରନ୍ତି ନାହିଁ। ଆଜିର ଆଧୁନିକ ଯୁଗରେ ମଧ୍ୟ ସେମାନେ ଆଦିମ ଜନଜାତି ପରି ବସବାସ କରୁଛନ୍ତି। ଏହି ଆଦିବାସୀମାନଙ୍କର ବାହାର ଦୁନିଆ ସହିତ କୌଣସି ଯୋଗାଯୋଗ ନାହିଁ। ଏମାନେ ଶିକାର କରି ନିଜର ପେଟ ପୋଷିଥାନ୍ତି। ତେବେ ଆମାଜନ ଜଙ୍ଗଲରେ ବହୁତ ଉପକାର ଜୀବଜନ୍ତୁ, କୀଟ ପତଙ୍ଗ, ବୃକ୍ଷ, ନଦୀ, ଔଷଧୀୟ ବୃକ୍ଷ, ଏପରିକି ଭୟଙ୍କର କ୍ୟାନ୍ସର ରୋଗର ଔଷଧ ଭରି ରହିଛି। କିନ୍ତୁ ମଣିଷକୃତ କାର୍ଯ୍ୟକଳାପ ଓ ପ୍ରାକୃତିକ ନିଆଁ ଲାଗିବା କାରଣରୁ ଜଙ୍ଗଲ କ୍ଷୟ ହେବାରେ ଲାଗିଛି, ଯାହା ଆମ ପୃଥିବୀ ତଥା ସମାଜ ପାଇଁ ଏକ ଚିନ୍ତାର ବିଷୟ। ଏଣୁ ପୃଥିବୀର ଫୁସ୍ଫୁସ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। କାହିଁକି ନା ବର୍ତ୍ତମାନ ତଥା ଭବିଷ୍ୟତରେ ପ୍ରାକୃତିକ ଉତ୍ପାଦନର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯିବ। ଯଦି ସମାଜରେ ମଣିଷ ଏହି ପ୍ରାକୃତିକ ସୃଷ୍ଟି ଓ ସୁନ୍ଦରତାକୁ ନଷ୍ଟ କରିଦେବ, ତାହେଲେ ଆଉ କିଛି ନୂଆ ଜିନିଷ ଜାଣିବାର ସୁଯୋଗ ଆମମାନଙ୍କ ପାଖରେ ମିଳିବ ନାହିଁ। ତେଣୁ ପ୍ରକୃତି ଯେତେ ସଂଗୃହୀତ ହୋଇ ରହିବ, ଆମ ମାନବ ସମାଜ ଆଉ ପ୍ରକୃତି ପାଇଁ ସେତେ ଭଲ ହେବ। ତ ଏହା ଥିଲା ଆମାଜନ ଜଙ୍ଗଲର ପୁରା ରହସ୍ୟ। ଆମାଜନ ଜଙ୍ଗଲକୁ ନେଇଥିବା, ଜଙ୍ଗଲ ରହସ୍ୟକୁ ନେଇଥିବା ଆଜିର ଏହି ପୁରା ଡିଟେଲ ଭିଡ଼ିଓ ଯଦି ଆପଣଙ୍କୁ ଭଲ ଲାଗିଛି, ତେବେ ଏହାକୁ ଲାଇକ୍ କରନ୍ତୁ, ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ। ଦେଶ ଦୁନିଆ ସହ ଜଡ଼ିତ ଅନେକ ଇନଫର୍ମେଟିଭ୍ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଏବେ ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।